ओके हेलो स्टूडेंट्स मु सत्यप्रकाश आपन को स्वागत करुचे आजकार नया क्लास रे। आज आम स्टार्ट करवा क्लास 12th जूलॉजी रो फर्स्ट चैप्टर जार नाम है ह्यूमन रिप्रोडक्शन। आउ ह्यूमन रिप्रोडक्शन जानिबा पूर्वरु आज हम प्रथम पढ़िबा व्हाट इज रिप्रोडक्शन। रिप्रोडक्शन काहाकू कहा जाय, रिप्रोडक्शन केते प्रकार रो ए विषय किसी धारणा नबा तापरे पुणी नेक्स्ट किया को आगेबा। ठीक अछि तो चलंतु फर्स्ट स्लाइड कौन अछि देखा। प्रथम लिखा अछि आपन देखा तो द स्ट्रेटजी ऑफ लाइफ। स्ट्रेटजी ऑफ लाइफ मींस हमर जीवन रो केमती कोन भाव से गति करिछि ता बुझा पूरा पूरी भाव हम धारणा नबा। त देखंतु फर्स्ट स्लाइड कौन अछि देखा देखंतु ଲେଖାହେଲା ତା ବାୟୋଲୋଜିକାଲ ମ୍ୟାଣ୍ଡେଟ୍ କହିଲେ ଆମର ବାୟୋଲୋଜିରେ ଆମର କଣ ସବୁ ଜିନିଷଟା ଆରମ୍ଭ ହେଇଛି କେମିତି କଣ ଅଛି ଛାଡ଼ନ୍ତୁ ଆମେ ପ୍ରଥମେ ଜାଣିବା ରିପ୍ରଡକ୍ସନ। ରିପ୍ରଡକ୍ସନ କାହାକୁ କୁହାଯାଏ? ରିପ୍ରଡକ୍ସନ ଇଜ ଏ କମ୍ପ୍ଲେକ୍ସ ବାୟୋଲୋଜିକାଲ ପ୍ରୋସେସ ବାଇ ହ୍ୱିଚ୍ ଏଭ୍ରି ଲିଭିଂ ଅର୍ଗାନିଜମ ପ୍ରୋଡ୍ୟୁସ ନ୍ୟୁ ଇଣ୍ଡିଭିଜୁଆଲ୍ସ ଅଫ ଦ ସେମ୍ କାଇଣ୍ଡ ଫର ଦ କଣ୍ଟିନ୍ୟୁଟି ଅଫ ଦ ରେସ୍। ବା ରିପ୍ରଡକ୍ସନ ଏମିତି ଏକ ପ୍ରକ୍ରିୟା ବାୟୋଲୋଜିକାଲ ପ୍ରକ୍ରିୟା, ଖାଲି ତ ସିମ୍ପଲ ପ୍ରକ୍ରିୟା ନାହିଁ, ବହୁତ କମ୍ପ୍ଲେକ୍ସ ପ୍ରକ୍ରିୟା ଯାହା ସାହାଯ୍ୟରେ ପ୍ରତ୍ୟେକ ଜୀବନ୍ତ ଜୀବ ସିଏ ତାଙ୍କ ଭଳିଆ ଜୀବକୁ ସେମାନେ ତାଙ୍କ ଭଳିଆ ଜୀବକୁ ତିଆରି କରିଥାନ୍ତି। କାହିଁକି ନା ଯେମିତି କି ତାଙ୍କର କଣ୍ଟିନ୍ୟୁଟି ଅଫ ଦ ରେସ୍ ମାନେ ତାଙ୍କର ଯେମିତି ପିଢ଼ିଟି ବଜାୟ ରହିପାରିବ, ତେଣୁକରି ସେମାନେ ରିପ୍ରଡକ୍ସନ ପ୍ରକ୍ରିୟାଟାକୁ ସେମାନେ ତାଙ୍କର ପ୍ରୋସେସଟାକୁ କଣ୍ଟିନ୍ୟୁଅସ୍ କରେଇଥାନ୍ତି। ଆଉ ଲେଖା ଅଛି କଣ ନା the single indispensable characteristic for the preservation of species। reproduction ଏମିତି ଏକ ପ୍ରକ୍ରିୟା ଯାହା ସାହାଯ୍ୟରେ ଗୋଟେ ଜୀବଟି ତା अस्तित्वକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ। ଯଦି ଏହା ହେଇ ନ ପାରିବ ତାହେଲେ ନେକ୍ସଟ ଜେନେରେସନ ଆସିବନି ଆଉ ଆମର ପୃଥିବୀରେ ଗୋଟେ ଜୀବଟା ପୁରାପୁରି ଭାବରେ ଲୋପ ପାଇଯିବ। ତ ତାହା ଜାଣିବା ପୂର୍ବରୁ ଦେଖ ଏଠି ଯଦି ଲେଖା ହେଇଛି ଦ ସ୍ପେସିସ୍ ବା ଗୋଟେ ପ୍ରଜାତି ଯଦି ଅଛି କଣ କଣ କରୁଛି ଯାହାକି ରିପ୍ରଡକ୍ସନ ଟାଇପ କେତେ ପ୍ରକାର ଯଦି କହିବ କଣ କହୁଛି ନା ଗୋଟେ ଏସେକ୍ସୁଆଲ ରିପ୍ରଡକ୍ସନ ଆଉ ଗୋଟେ ହେଲା ସେକ୍ସୁଆଲ ରିପ୍ରଡକ୍ସନ। ଏସେକ୍ସୁଆଲ ରିପ୍ରଡକ୍ସନ ମାନେ ଏଫିସିଏନ୍ସି ଲେଖା ଅଛି କାରଣ ଏଥିରେ ବହୁତ ଜଲ୍ଦି କାମଟି ହେଇଯାଏ। ସେମାନେ ଯେତେବେଳେ ଏସେକ୍ସୁଆଲ ରିପ୍ରଡକ୍ସନ ହେଇଥାଏ ମାନେ ବହୁତ ଜଲ୍ଦି କାମଟି ସାଙ୍ଗର ମାନେ ଡିଭାଇଡ କରି ଦେଇଥାନ୍ତି ବା ଭାଗ ହେଇଯାଇଥାନ୍ତି। ବା 1 ରୁ 2 ହେଲେ 2 ରୁ 4 ହେଲେ ତାଙ୍କର ସଂଖ୍ୟା ବହୁତ ଜଲ୍ଦି ବଢି ଯାଇଥାଏ। କିନ୍ତୁ ଯେତେବେଳେ ଆମେ ଦେଖିବା ସେକ୍ସୁଆଲ ରିପ୍ରଡକ୍ସନରେ ଏଠି ବହୁତ ସାରା ଡାଇଭରସିଟି ଆସିବ। ଡାଇଭରସିଟି ଆସିବା ମିନ୍ସ ହେଲା ମାନେ ବହୁତ ସାରା ଅଲଗା ପ୍ରକାର ମାନେ ତାଙ୍କ ଭିତରେ ଡିଫରେଣ୍ଟ ସ୍ପେସିସ୍ ମାନେ ସେ ଗୋଟେ ସ୍ପେସିସ୍ ରହିବ କିନ୍ତୁ ତାଙ୍କ ଭିତରେ ବହୁତ ଭିନ୍ନତା ଦେଖାଯିବ। ସମସ୍ତେ ଦେଖିବା ପାଇଁ ଅଲଗା ହେଇଥିବ, ସମସ୍ତଙ୍କର କ୍ୟାରେକ୍ଟର କିଛି ନା କିଛି ଅଲଗା ଥିବ। ଦେଖିବା କଣ ଅଛି ଆକୁ। ପ୍ରଥମ ହେଲା ମେକାନିଜମ ଅଫ ଏସେକ୍ସୁଆଲ ରିପ୍ରଡକ୍ସନ। ଏସେକ୍ସୁଆଲ ରିପ୍ରଡକ୍ସନ ମାନେ ଯୋଉଥିରେ ଆମର ମେଲ କେବଳ ଗୋଟେ ସିଙ୍ଗଲ ଅର୍ଗାନିଜମ ଦେହରେ ବୋଥ ମେଲ ଆଉ ଫିମେଲ ୟାଙ୍କର ୟୁନିପ୍ୟାରେଣ୍ଟାଲ ମାନେ ଗୋଟେ ସିଙ୍ଗଲ ପ୍ୟାରେଣ୍ଟରୁ ହିଁ କେମିତି କଣ ଜିନିଷଟି ବା ନେକ୍ସଟ ଆଉ ଗୋଟେ ନୂଆ ଅଫସ୍ପ୍ରିଙ୍ଗଟା ତିଆରି ହେଇଯାଇଥାଏ ତା ବିଷୟରେ ଆମେ ଏଠି ପଢିବା। ଦେଖ କଣ ନା ଏଠି ଯେତେବେଳେ ମେକାନିଜମ ବା ତାକୁ ପ୍ରକ୍ରିୟାଟା କେମିତି କଣ ଅଛି ନା ୟୁନିପ୍ୟାରେଣ୍ଟାଲ ମିନ୍ସ ହେଲା କେବଳ ଗୋଟେ ସିଙ୍ଗଲ ପ୍ୟାରେଣ୍ଟରୁ ହିଁ ସେମାନେ ଜାତ ହେଇଥିବେ। କହିଛି ସମାଟୋଜେନିକ ମିନ୍ସ ହେଲା ଯେତେବେଳେ ଗୋଟେ ଅର୍ଗାନିଜମର ବଡି ପାର୍ଟସରୁ ଆଉ ଗୋଟେ ଜୀବଟି ତିଆରି ହେଇଯିବ ସେଇ ପ୍ରକ୍ରିୟାଟାକୁ କୁହାଯାଏ କଣ ନା ୟୁନିପ୍ୟାରେଣ୍ଟାଲ ପ୍ରୋସେସରେ ବା କେବଳ ସିଙ୍ଗଲ ପ୍ୟାରେଣ୍ଟ ହିଁ ଥିବେ ଆଉ ସେଥିରୁ ବହୁତ ସାରା ଜୀବ ମାନେ ତିଆରି ହେଇଯିବେ ସେ ପ୍ୟାରେଣ୍ଟର ସିଙ୍ଗଲ ବଡିରୁ। ତାକୁ କୁହାଯାଏ ସମାଟୋଜେନିକ। କଣ କୁହାଯାଏ? ତାକୁ ସମାଟୋଜେନିକ ବୋଲି କୁହାଯାଏ। ଆଉ କଣ ନା ଏ ରିଲାଇଜ ଅନ ମାଇଟୋଟିକ ଡିଭିଜନ। କୋଉଥିରେ ୟାଙ୍କର ପାଖରେ କୋଉ ଡିଭିଜନ ହେଇଥାଏ ନା ମାଇଟୋଟିକ ଡିଭିଜନ। ଲେଖା ହେଇଛି ମାଇଟୋଟିକ ଡିଭିଜନ ମିନ୍ସ ହେଲା ତୁମର ଯାହାକୁ କୁହାଯାଏ ଆମର ଇକ୍ୱେସନାଲ ଡିଭିଜନ ମିନ୍ସ ମାନେ ସମ ବିଭାଜନ।
ମାଇଟୋଟିକ୍ ଡିଭିଜନ ବା ସମ ବିଭାଜନ ମାଧ୍ୟମରେ ହେଇଥାଏ। କଣ ଅଛି ନା ଏଠି ୟାଙ୍କ नो ସେକ୍ସ ଅର୍ଗାନ ଅର ଗ୍ୟାମେଟ ଫ୍ୟୁଜନ ଇନଭଲ୍ଭ, ୟାଙ୍କ କୌଣସି ପ୍ରକାର ସେକ୍ସ ଅର୍ଗାନ କିମ୍ବା ୟାଙ୍କ ଗ୍ୟାମେଟ କୌଣସି ପ୍ରକାର ଇନଭଲ୍ଭ ହେଇ ନଥାନ୍ତି। ଗ୍ୟାମେଟ କହିଲେ ତୁମର ମେଲ ଗ୍ୟାମେଟ ଅଛି ଆଉ ଫିମେଲ ଗ୍ୟାମେଟ ଅଛି। ମେଲ ଗ୍ୟାମେଟ ଯଦି କହିବ, ମେଲ ଗ୍ୟାମେଟ କାହାକୁ କୁହାଯାଏ ନା ମେଲ ଗ୍ୟାମେଟ ହେଲା ଆମର ସ୍ପର୍ମ କୁ କୁହାଯାଏ। ମେଲ ହେଲେ ଓକେ, ଏଠି ଠିକ ସେ ଦେଖାଯାଉନି, ଠିକ ଅଛି ମୁଁ କହିଦଉଛି ତମେ ଲେଖିଦବ। ତ କଣ ମେଲ ଗ୍ୟାମେଟ କାହାକୁ କୁହାଯାଏ? ମେଲ ଗ୍ୟାମେଟ ହେଲା କହୁଛି ସ୍ପର୍ମ କୁ କୁହାଯାଏ, ଫିମେଲ ଗ୍ୟାମେଟ କୁହାଯାଏ ଓଭିୟମ କୁ କୁହାଯାଏ। ତ ୟାଙ୍କ କହୁଛି ସେମିତି କିଛି ଅର୍ଗାନ ନାହିଁ ୟା ଫିର ତାଙ୍କର କୌଣସି ସେକ୍ସ ବା ଗ୍ୟାମେଟ ଫ୍ୟୁଜନ ହେବାର ନାହିଁ। କଣ ହବ ନା ଏମାନେ କେବଳ ଗୋଟେ ଯୋଉ ପୁରୁଣା ଜୀବ ଥିବ ତାଙ୍କ ବଡି ପାର୍ଟସ ରୁ ହିଁ ଏମାନେ ତିଆରି ହେଇଥିବେ, ତାକୁ କୁହାଯାଏ ଆମର ଏସେକ୍ସୁଆଲ ରିପ୍ରଡକ୍ସନ ବା ଯାହାକୁ ୟୁନିପ୍ୟାରେଣ୍ଟାଲ, କେବଳ ସିଙ୍ଗଲ ପ୍ୟାରେଣ୍ଟ ଥିବ ତା ପାଖରୁ ଅନ୍ୟ ଗୋଟେ ଜୀବଟି ତିଆରି ହବ। ଆଉ କଣ ହଉଛି ତାପରେ ୟାଙ୍କ ମଧ୍ୟରେ ବା ୟାଙ୍କ ଯୋଉ ଜୀବଟି ଯୋଉ ନୂଆ ଜୀବ ମାନେ ତିଆରି ହେଲେ ସେମାନେ କଣ କହିବେ ପିଲା କ୍ଲୋନ୍ସ ବୋଲି କହିବ, ତାଙ୍କୁ କଣ କ୍ଲୋନ୍ସ ବୋଲି କହିବ। ମାନେ ତାকে ଦେଖିବା ପାଇଁ ପୁରା ପୁରି ଅବିକଳ ତାଙ୍କ ପୂର୍ବ ଭଳିଆ ହିଁ ହେଇଥିବେ, ତାଙ୍କଠି କିଛି ବି ଚେଞ୍ଜେସ୍ ଆସିନଥିବ। ପୁରୁଣା ଜୀବଟି ଦେଖିବା ପାଇଁ ପୁରା ଯେମିତି ଥିବ, ନୂଆ ଜୀବଟି ମଧ୍ୟ ଦେଖିବା ପାଇଁ ପୁରାପୁରି ଭାବେ ସେମିତି ଥିବ, ଟିକେ ବି ତାଙ୍କ ମଧ୍ୟରେ କୌଣସିଥିରେ ଚେଞ୍ଜ ହେବ ନାହିଁ। ତେଣୁକରି ଜେନେଟିକାଲି ଆଇଡେଣ୍ଟିକାଲ ଟୁ ଦ ପ୍ୟାରେଣ୍ଟ, ବା ସେମାନେ ତାଙ୍କର ଜେନେଟିକ ଜିନ୍ ତାଙ୍କର ପାଖାପାଖି ପୁରାପୁରି ଭାବରେ ସମାନ ଥିବ। ଦୁଇ ଜଣ ସାରା ପୁରାପୁରି ପୂର୍ବ ବାଲା ଯେମିତି ଦେଖିବା ପାଇଁ ଥିବ, ଇଏ ମଧ୍ୟ ଅବିକଳ ପୁରା ଦେଖିବା ପାଇଁ ସେମିତି ଥିବ। ରାପିଡ ମଲ୍ଟିପ୍ଲିକେସନ, ଆଉ ୟାଙ୍କର କଣ ହେଇଥିବ ନା ବହୁତ ଜଲ୍ଦି ଜଲ୍ଦି ଏମାନେ ଭାଗ ହେଇପାରିବେ। ବହୁତ ଜଲ୍ଦି ଜଲ୍ଦି ଭାଗ ହେଇପାରିବେ ମାନେ ସାଙ୍ଗେ ସାଙ୍ଗେ ମାନେ ଏକରୁ ଅନେକ ବହୁତ ଜଲ୍ଦି ହେଇଯିବ। ମାନେ ଗୋଟେ ଦିନ ମଧ୍ୟରେ ସେମାନେ ଏକରୁ ଶହ ଶହ ସଂଖ୍ୟାରେ ବନିଯାଇ ପାରିବେ। ଆଉ କଣ ଏ ପ୍ରୋସେସ କୋଉ କଣ ୟାଙ୍କର ପ୍ରୋସେସ ଅଛି? ତ ୟାଙ୍କର କଣ ଗୋଟେ ହେଲା ବାଇନାରୀ ଫିଜନ, ଗୋଟେ ମଲ୍ଟିପଲ ଫିଜନ, ଗୋଟେ ବଡିଙ୍ଗ, ଗୋଟେ ଫ୍ରାଗମେଣ୍ଟେସନ, ଆଉ ଗୋଟେ ହେଲା ପ୍ଲାଜମୋଟମି। ବାଇନାରୀ ଫିଜନ କହିଲେ ଯେତେବେଳେ ଗୋଟେ ଜୀବଟି 1 ରୁ 2 ହେଇଯିବ ବା ଗୋଟେ ଜୀବଟି ଅଛି ତାର ଦିଟା ପାର୍ଟ ହେଇଯିବ, ସେତେବେଳେ ତାକୁ କୁହାଯାଏ ବାଇନାରୀ ଫିଜନ। ଆଉ କଣ ମଲ୍ଟିପଲ ଫିଜନ କାହାକୁ କୁହାଯିବ? ଯେତେବେଳେ ଗୋଟେ ଜୀବରେ ତାର ଭାଗ ହେଇକି ଅଧିକ ହେଇଯିବ, 2ରୁ ଅଧିକ ହେଇଗଲା, ସେତେବେଳେ ମଲ୍ଟିପଲ ଫିଜନ। ବର୍ଡିଂ କହିଲେ ଗୋଟେ ଜୀବଟି ଅଛି, ଜୀବଟିରେ ଯେକୌଣସି ଗୋଟେ ଅଙ୍ଗରୁ ସିଏ ଗୋଟେ ବର୍ଡ ଭଳିଆ ବାହାରିବ। ବର୍ଡ କହିଲେ ଗୋଟେ ଆବୁ ଭଳିଆ ବାହାରିବ, ଆଉ ସେ ଆବୁଟି ଯୋଉଠି ପଡିବ ସେଠୁ ତାଠୁ ପୁଣି ଆଉ ଗୋଟେ ନୂଆ ଜୀବଟେ ସୃଷ୍ଟି ହେଇଯିବ। ଆଉ କଣ ନା ଫ୍ରାଗମେଣ୍ଟେସନ ମାନେ ଯେତେବେଳେ ଗୋଟେ ଜୀବଟି ଅଛି, ଜୀବର କୌଣସି ଗୋଟେ ବଡି ପାର୍ଟ କୌଣସି ଯଦି କଟିକି ପଡିଗଲା, ସେଇଟା ତାର ଫ୍ରାଗମେଣ୍ଟ କୁହାଯାଏ। ଯେତେବେଳେ ଗୋଟେ ଜିନିଷଟି ବଡି ପାର୍ଟଟା ଯେତେବେଳେ ପଡିଗଲା, ତାକୁ କୁହାଯାଏ ଫ୍ରାଗମେଣ୍ଟ। ଆଉ ସେ ତାର ଫ୍ରାଗମେଣ୍ଟରୁ ଯେତେବେଳେ ଆଉ ଗୋଟେ ନୂଆ ଜୀବଟି ତିଆରି ହବ, ତାକୁ କୁହାଯାଏ ଫ୍ରାଗମେଣ୍ଟେସନ। ଆଉ ପ୍ଲାଜମୋଟମି, ଯେତେବେଳେ ତାର ଜୀବର ଥାଏ ପ୍ଲାଜମା ଯେତେବେଳେ ଭାଗ ହେଇଗଲା ଆଉ ସେଥିରୁ ଆଉ ନୂଆ ଜୀବ ତିଆରି ହେଲା, ତାକୁ କହିଲେ ପ୍ଲାଜମୋଟମି। ଏହା କାହା ପାଖରେ ଦେଖାଯାଏ? ଫାଉଣ୍ଡ କାହାଠି ଦେଖାଯାଏ ନା ପ୍ରୋଟୋଜୋଆନ୍ସ, ସ୍ପଞ୍ଜେସ୍, ସିଲେଣ୍ଟରେଟା ଏଣ୍ଡ ସର୍ଟେନ ୱାର୍ମ। ଆଉ କିଛି ୱାର୍ମ ଅଛନ୍ତି, ପ୍ରୋଟୋଜୋଆନ୍ସ ମାନଙ୍କୁ ତମେ ଫାଇଲମ ପ୍ରୋଟୋଜୋଆ ମାନେ ଥିଲେ, ସ୍ପଞ୍ଜ ମାନେ ଥିଲେ, ସିଲେଣ୍ଟରେଟା ମାନେ ଥିଲେ, ସେ ୟାଙ୍କର ପାଖରେ ଏଇ ଜିନିଷଟି ଦେଖାଯାଇଥାଏ। ଏବେ ଦେଖିବା ଆମେ ନେକ୍ସଟ ସ୍ଲାଇଡରେ କଣ ଅଛି। ଦେଖ ୟା ପରେ ଅଛି କଣ ନା ସେକ୍ସୁଆଲ ରିପ୍ରଡକ୍ସନ। କଣ ଅଛି ନା ଏଠି ସେକ୍ସୁଆଲ ରିପ୍ରଡକ୍ସନ ବା ଯାହାକୁ ଅଛି ବାଇ ପ୍ୟାରେଣ୍ଟାଲ ଡାଇଭର୍ସିଟି। ବାଇ ପ୍ୟାରେଣ୍ଟାଲ ମିନ୍ସ ହେଲା ଏଠି ଦି ଜଣ ପ୍ୟାରେଣ୍ଟ ଇନଭଲ୍ଭ ହେବେ, ଜଣେ ମେଲ ପ୍ୟାରେଣ୍ଟ ଆଉ ଜଣେ ହେଲା ଫିମେଲ। ସେଇ ପ୍ୟାରେଣ୍ଟ କହୁଛି ଜଣେ ମେଲ ଇନଭଲ୍ଭ ହେବେ ଆଉ ଜଣେ ହେଲା ଫିମେଲ ଇନଭଲ୍ଭ ହେବେ। ତ ଦି ଜଣ ହେବେ, କଣ କହିଲେ ତା ମେକାନିଜିମ ଟା କଣ ଅଛି? ଦେଖ କିଏ ଇନଭଲ୍ଭ ମାନେ ଜର୍ମ ସେଲ ମାନେ ଇନଭଲ୍ଭ ହେବେ। ଜର୍ମ ସେଲ କହିଲେ ଆମର ରିପ୍ରଡକ୍ସନ ବା ରିପ୍ରଡ୍ୟୁସ କରିବା ପାଇଁ ତିଆରି ହେଇଥାନ୍ତି, ବା ନୂଆ ପ୍ରଡକ୍ସନ ହେବା ପାଇଁ ଜର୍ମ ସେଲ ସବୁ ତିଆରି ହେଇଥାନ୍ତି। ଆଉ ସେ ଜର୍ମ ସେଲ ରୁ ଆମର ଯେତେବେଳେ ଦିଟା ଜର୍ମ ସେଲ ମିଶେ ଆଉ ଗୋଟେ ନୂଆ ଜାଇଗୋଟ ଫର୍ମେସନ ହୁଏ। ଦେଖ ଏଠି ଲେଖା ହେଇଛି ଆମ ଜର୍ମିନା କଣ ହେଇଛି ନା ରିକ୍ୱାର ବୋଥ ମେଓସିସ୍ ଏଣ୍ଡ ମାଇଟୋସିସ୍। ଆଉ এই ପ୍ରକ୍ରିୟା କଣ ହେଇଥାଏ ନା ଦୁଇଟା ସାରା ପ୍ରକ୍ରିୟା ହେଇଥାଏ। ପ୍ରଥମ ତ ମେଓସିସ୍ ହବ, ତାପରେ ହେବ ମାଇଟୋସିସ୍ ହେଲା। ତମେ ଜାଣିଥିବ ଗ୍ୟାମେଟ ଫର୍ମେସନ ଯେତେବେଳେ ବି ହୁଏ, ସେତେବେଳେ ପ୍ରଥମ ତ ମେଓସିସ୍ ହେଇଥାଏ। ଆଉ ଯେତେବେଳେ ମେଓସିସ୍ ହେଇ ସାରିଲେ, ମେଓସିସ୍ ହେଲା ବେଳକୁ ଆମର
ଆମର ତୁମେ ଜାଣିଥିବ କି ନାହିଁ ମୁଁ କହିଦେଉଛି ତଥାପି ଯେତେବେଳେ ମେୟୋସିସ୍ ହେଇଥାଏ ଆମର ଯେତେବେଳେ ଗ୍ୟାମେଟ୍ ଗୁଡ଼ା ଥାନ୍ତି ବା ଆମର ଯେତେବେଳେ ଜର୍ମ ସେଲ୍ ଗୁଡ଼ା ଡିଭାଇଡ୍ ହେଇକି ଆସନ୍ତି ମାନେ 2n ଅବସ୍ଥାରେ ଥାନ୍ତି କାରଣ ପ୍ରଥମ 2n ଥିବେ ଆଉ ଯେତେବେଳେ ସେମାନେ ଡିଭାଇଡ୍ ହେବେ ସେତେବେଳେ ହେଉଛନ୍ତି n ନମ୍ବର ଅଫ୍ ହେଇଯାନ୍ତି ଆମର ଟୋଟାଲ ଯେମିତି 46 ଯୋଡ଼ା କ୍ରୋମୋଜୋମ୍ ଥାଏ 46 ଯୋଡ଼ାରୁ ଯେତେବେଳେ ସେମାନେ ଅର୍ଦ୍ଧ ବିଭାଜନ କରିବା ମେୟୋସିସ୍ ପ୍ରୋସେସକୁ ଯିବେ n କେବଳ ଗୋଟେ ହିଁ ଆସିବ କାହିଁକି ନା ମେଲରୁ ଜଣେ ଆସିବ ଆଉ ଜଣେ ଫିମେଲରୁ ଆସିବ ତ n ମିଶିକି ହବ 2n ଆଉ ସେଇ ପ୍ରକ୍ରିୟାଟାକୁ ତାପରେ ପୁରାପୁରି ପ୍ରୋସେସଟି ଚାଲିବ ତ ଯେମିତି ଲେଖା ହେଇଛି ଏଠି କ'ଣ ହେଇଥିଲା ପ୍ରଥମ ମେୟୋସିସ୍ ହବ ମେୟୋସିସ୍ ହେଇ ସାରିଲା ପରେ ପ୍ରଥମେ ଯେତେବେଳେ ଗ୍ୟାମେଟ୍ ତିଆରି ହେବ ଗ୍ୟାମେଟ୍ କହିଲେ ମେଲ୍ ଗ୍ୟାମେଟ୍ ସ୍ପର୍ମ ଆଉ ଫିମେଲ୍ ଗ୍ୟାମେଟ୍ ଓଭିମ୍ ଯେତେବେଳେ ତିଆରି ହେବ ସେତେବେଳେ ମେୟୋସିସ୍ ପ୍ରକ୍ରିୟାରେ ଷ୍ଟାର୍ଟ ହେବ ଆଉ ତାପରେ ଯେତେବେଳେ ସେଲ୍ ଡିଭିଜନ ଷ୍ଟାର୍ଟ ହେବ ଜାଇଗୋଟ୍ ଫର୍ମେସନ୍ ଯେତେବେଳେ ସେଲ୍ ଡିଭିଜନ ହେବ ସେତେବେଳେ ମାଇଟୋସିସ୍ ପ୍ରକ୍ରିୟାରେ ହେଇଥିବ ଏଇ ଜିନିଷଟି କାହା କାହା ପାଖରେ ଦେଖାଯାଏ ନାହିଁ କିଛି କିଛି ଜୀବ ଅଛନ୍ତି ଟିନିଆ ଆଉ ଫିସିଓଲା ୟାଙ୍କଠି ଦେଖାଯାଏ ନାହିଁ ବା ବାଇପାରେଣ୍ଟାଲ ୟାଙ୍କଠି ଦେଖାଯାଏ ନାହିଁ ୟାଙ୍କର ଯେତେବେଳେ ତିଆରି ହେବ ୟାଙ୍କରି ବହୁତ ସାରା ଚେଞ୍ଜେସ୍ ଦେଖାଯିବ କାହିଁକିନା ସେଠି ଯେମିତି କହିଥିଲି ତାଙ୍କର ପ୍ୟାରେଣ୍ଟସ୍ ସହିତ ଦେଖିବା ପାଇଁ ସେମାନେ ପୁରାପୁରି ସମାନ ବା ପୁରା କ୍ଲୋନିଂ ଭଳିଆ ଦେଖାଯାଉଥିବେ ୟାଙ୍କର କିନ୍ତୁ ନାହିଁ ପୁରାପୁରି ଅଲଗା ଦେଖିବା ପାଇଁ ହେଇଥିବ କ'ଣ ଜେନେଟିକାଲି ଡିଫରେଣ୍ଟ ଫ୍ରମ୍ ପ୍ୟାରେଣ୍ଟସ୍ ଫ୍ରମ୍ ଏ ଜେନେଟିକାଲି ୟୁନିକ୍ ଜାଇଗୋଟ୍ ମାନେ ପୁରାପୁରି ଭାବରେ ଗୋଟେ ନୂଆ ପ୍ରକାର ଜାଇଗୋଟ୍ଟି ତିଆରି ହେବ ଦେଖିବା ପାଇଁ ପୁରାପୁରି ଭାବରେ ଅଲଗା ହେଇଥିବ ବାପାର ମିଶିଲା ଗ୍ୟାମେଟ୍ ଧର ବାପାର ମେଲ୍ର ଗ୍ୟାମେଟ୍ ମିଶିଲା ଫିମେଲ୍ ଗ୍ୟାମେଟ୍ ମିଶିଲା ତ ନେକ୍ସଟ ଯେତେବେଳେ ଅଫସ୍ପ୍ରିଙ୍ଗଟି ତିଆରି ହେବ ସିଏ ପୁରାପୁରି ଭାବରେ ଦେଖିବା ପାଇଁ ପୁରା ଅଲଗା ହେଇଥିବ ଆଉ କ'ଣ ନା ୟାଙ୍କର ଭେରିଏସନ୍ ବହୁତ ସାରା ଦେଖାଯାଏ ଯେହେତୁ ଦିଟା ସାରା ଜିନିଷ ମିଶିଛି ଗୋଟେ ମେଲ୍ ଆଉ ଗୋଟେ ଫିମେଲ୍ ତାଙ୍କର ଭିତରେ ଯେତିକି ସବୁ ଚେଞ୍ଜେସ୍ ଆସିଛି ୟାଙ୍କ ପାଖରେ ମଧ୍ୟ ସେ ସବୁ ଚେଞ୍ଜେସ୍ ଦେଖାଯିବ ହେଲା ତେଣୁକରି ଭେରିଏସନ୍ ସବୁ ଆସିଥାଏ ବୋଲି କୁହାଯାଏ ବା ବହୁତ ସାରା ପରିବର୍ତ୍ତନ ଦେଖାଯାଇଥାଏ ତେଣୁକରି ଏମାନେ ପୁରା ବହୁତ ଭଲ ଭାବରେ ସର୍ଭାଇଭ୍ କରିପାରନ୍ତି ଆଉ ଏହା ଦ୍ୱାରା କ'ଣ ହେଇଥାଏ ନା ସେଠି ଯେମିତି ବହୁତ ଜଲ୍ଦି ହେଇଯାଉଥିଲା ଗୋଟେ ରାତି ମଧ୍ୟରେ ସେମାନେ ଶହ ହଜାର ହଜାର ସଂଖ୍ୟାରେ ହେଇଯାଉଥିଲେ କିନ୍ତୁ ଏଠି ବହୁତ ଟାଇମ୍ କନଜ୍ୟୁମିଂ ଲାଗିଥାଏ କ'ଣ ନା ହାଇ ଲେଭେଲରେ ମାନେ ହେବା ମାନେ ଇଭଲ୍ଭ ହେବେ ବହୁତ ଧୀରେ ପ୍ରୋସେସ୍ ଟାଇମ୍ ଆଣ୍ଡ ଏନର୍ଜି କନଜ୍ୟୁମିଂ ପ୍ରୋସେସ୍ ବା ଏଠି ବହୁତ ଅଧିକ ସମୟ ନେଇଥାଏ ଏବଂ ଟାଇମ୍ କନଜ୍ୟୁମିଂ ନେଇ କରିଥାଏ ଆଉ କ'ଣ ନା ପ୍ରଡ୍ୟୁସ୍ ଫ୍ୟୁର ଅଫସ୍ପ୍ରିଙ୍ଗ ମାନେ ବହୁତ ଅଳ୍ପ ସଂଖ୍ୟାରେ ତାଙ୍କ ଅଫସ୍ପ୍ରିଙ୍ଗ ବା ନୂଆ ଯିଏ ଆସେ ଅଫସ୍ପ୍ରିଙ୍ଗ କହିଲେ ଯୋଉ ଜୀବଟି ନୂଆ ଭାବେ ଜନ୍ମ ହୁଏ ତାକୁ ଅଫସ୍ପ୍ରିଙ୍ଗ ବୋଲି କୁହାଯାଏ ତ ମାନେ ବହୁତ ଅଳ୍ପ ସଂଖ୍ୟାରେ ଅଫସ୍ପ୍ରିଙ୍ଗକୁ ଜନ୍ମ ମାନେ ତିଆରି କରିଥାନ୍ତି ଓ ଏଇ ଜିନିଷଟି କାହା ପାଖରେ ଦେଖାଯାଇଥାଏ ନା ଯେତିକି ସମୟରେ ଆମର ହାୟର ପ୍ଲାଣ୍ଟସ୍ ଅଛନ୍ତି ଆଉ ହାୟର ପ୍ଲାଣ୍ଟସ୍ ଆଉ ଏନିମାଲ ମାନଙ୍କର ଦେଖାଯାଇଥାଏ ଯେମିତିକି ଆମେ ତୁମେ ହ୍ୟୁମାନ ମାନଙ୍କର ଏକ୍ସାମ୍ପଲ ନେଇପାରିବୁ ହେଲା ନେକ୍ସଟ ଦେଖ ଏଠି ତୁମର ଲେଖା ହେଇଛି ଯେମିତି ସୋମାଟୋଜେନିକ ରିପ୍ରଡକ୍ସନ ହେଇଥାଏ ଆଉ ଜର୍ମିନାଲ ରିପ୍ରଡକ୍ସନ ହେଇଥାଏ ତାପରେ ସୋମାଟୋଜେନିକରେ ହେଲା ଦେଖ ପ୍ରଥମେ ଏଠି ଗୋଟେ ଅଛି ଜୀବଟି ତାପରେ ସେମାନେ ଦୁଇଟା ହେଲେ ତାପରେ 2ରୁ 4 ହେଲେ ଏ ପ୍ରୋସେସଟା ହେଉଛି ଏକ୍ଜାକ୍ଟ ରେପ୍ଲିକେସନ ବା ପୁରୁଣା ଦେଖିବା ପାଇଁ ଯେମିତି ଥିଲା ନୂଆ ମଧ୍ୟ ଦେଖିବା ପାଇଁ ତାଙ୍କର ସେମିତି ପୁରାପୁରି ଭାବରେ ସମାନ କେହି କାହାରଠି ଅଲଗା ହେବେ ନାହିଁ ଦେଖ ତେଣୁକରି ଏଠି ପୁରା ଯୋଉ କଲର ରହିଛି ଏମାନେ ଦେଖିବା ପାଇଁ ପୁରାପୁରି ଭାବରେ ସମାନ ହିଁ ଯାଇଛନ୍ତି ବା ୟାଙ୍କଠି କିଛି ବି ଜେନେଟିକ ଭେରିଏସନ ବା ଜିରୋ ଜେନେଟିକ ୟାଙ୍କଠି କିଛି ଜିନ୍ ଲେଭେଲରେ କିଛି ବି ପରିବର୍ତ୍ତନ ହେଇନାହିଁ ପୁରୁଣା ପାଖରେ ଯେମିତି ଥିଲା ନୂଆ ପାଖରେ ମଧ୍ୟ ଦେଖିବା ପାଇଁ ସେମିତି ଅଛି ନୋ ଚେଞ୍ଜେସ୍ ତାପରେ ୟାଙ୍କର କ'ଣ ଅଛି ନା ଜେନେଟିକ ଆମର ୟାଙ୍କ ଦେଖ ଜେନେରେସନ 1ରେ ଦିଟା ପ୍ୟାରେଣ୍ଟ ମିଶିଲେ ଯେତେବେଳେ ଜେନେରେସନ 2 ଆସିଲା ସେମାନଙ୍କଠି ଗୋଟେ ଅଲଗା ପ୍ରକାର ପ୍ୟାରେଣ୍ଟ ବା ଅଲଗା ଅଫସ୍ପ୍ରିଙ୍ଗ ତିଆରି ହେଲେ ଆଉ ସେମାନେ ଯେତେବେଳେ ସେମାନେ ପ୍ୟାରେଣ୍ଟ ହେଇଗଲେ ୟାଙ୍କଠି ବହୁତ ଅଲଗା କିଛି ଗୋଟେ ଭେରିଏସନ ଦେଖା ଗଲା ଆଉ ତାପରେ ସେମାନେ ଆଉ ଯେତେବେଳେ ସେମାନେ ଅନ୍ୟ ବା ପ୍ୟାରେଣ୍ଟ ସହିତ ମିଟ୍ କଲେ ସେଠି ପୁଣି ନେକ୍ସଟ ଜେନେରେସନ ଅନ୍ୟ ପୁରାପୁରି ଭାବରେ ଦେଖିବା ପାଇଁ ପୁରା ଅଲଗା ହେଇଗଲା ତେଣୁ ଏଠି ଦେଖ ଅଲଗା ଅଲଗା ଅଛି ଦେଖ ଏଠି ଲେଖା ଅଛି ଦ ଇଣ୍ଟ୍ରୋଡକ୍ସନ of gametes creates infinite pre-permutations driving evolutionary version ବା ଯାହାକୁ କୁହାଯାଏ ବହୁତ ଅଲଗା ଅଲଗା ପ୍ରକାର ସବୁ ଜୀବ ଭିତରେ ଦେଖାଯିବେ ତାଙ୍କ ଭିତରେ ତାଙ୍କ ମଧ୍ୟରେ ବହୁତ ସାରା ଚେଞ୍ଜେସ୍ ଦେଖାଯାଏ ଯେମିତିକି ତୁମେ ଏକ୍ସାମ୍ପଲ ନେଇପାରିବ ଆମେ ନିଜେ ଯେମିତି ଆମ ପ୍ୟାରେଣ୍ଟସକୁ ଦେଖିବା ଆମ ଦାଦା ନାନା ଦେଖିବା ପାଇଁ ଯେମିତି ଥିଲେ ଆମ ବାପା ମା ଦେଖିବା ପାଇଁ ସେମିତି କି ପୁରାପୁରି ଅଲଗା ତାପରେ ଆମେ ଯେତେବେଳେ ଜନ୍ମ ହେଲୁ ବାପା ମାରୁ ଜନ୍ମ ହେଲୁ ଆମେ ପୁଣି ଦେଖିବା ପାଇଁ ପୁରାପୁରି ଅଲଗା ସେଭଳି ଆମେ ଚେଞ୍ଜ ହେବା ସମସ୍ତଙ୍କ ମଧ୍ୟ ପୁରାପୁରି ଭେରିଏସନ ବା ବହୁତ ପ୍ରକାର ପରିବର୍ତ୍ତନ ଦେଖାଯାଇଥାଏ ତେଣୁକରି ଆମେ ବହୁତ ଭଲ ଭାବେ ସର୍ଭାଇଭ କରିକି ରହିପାରିଥାନ୍ତି ତାପରେ ଏଠି କ'ଣ ଲେଖା ହେଇଛି
Why genetic diversity determine long term survival? କାହିଁକି genetic diversity ହେବା ଦ୍ୱାରା କାହିଁକି ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଗୋଟେ ଜୀବଟି survive କରିପାରେ। କାହିଁକି ଦେଖ, ଯେତେବେଳେ asexual reproduction ହଉଛି ତ ପୁରୁଣା ଦେଖିବା ପାଇଁ ଯେମିତି ଥିଲେ ନୂଆ ମାନେ ମଧ୍ୟ ଦେଖିବା ପାଇଁ ପୁରାପୁରି ଭାବରେ ସମାନ, ତାଙ୍କ ପାଖରେ କିଛି ବି ଚେଞ୍ଜେସ୍ ଆସି ନାହିଁ। କିନ୍ତୁ ଯେତେବେଳେ କିଛି ବି ଚେଞ୍ଜେସ୍ ଆସୁଛି, ଦେଖ କଣ ସବୁ ଚେଞ୍ଜେସ୍ ଆସୁଥିଲା, ମାନେ ଲଙ୍ଗ ଟର୍ମ କାହିଁକି ସର୍ଭାଇଭ କଲେ, ଦେଖ ସେକ୍ସୁଆଲ ରିପ୍ରଡକ୍ସନ କଣ ହଉଥିଲା ନା, ଯେତେବେଳେ ମାନେ କିଛି ପରିବର୍ତ୍ତନ ଆସୁଥିଲା ଆମର ଏନଭାୟରନମେଣ୍ଟରେ, ବା ଧର କିଛି ଗୋଟେ ଏନଭାୟରନମେଣ୍ଟରେ ଯଦି କିଛି ବି ଚେଞ୍ଜ ହେଲା, ଏମାନେ ଆଉ ଆଡାପ୍ଟ କରିକି ବା ସେଇ ପରିବେଶରେ ରହିପାରିବେ ନାହିଁ। ଧର ଯେମିତି କି ଡିଜିଜ ଯଦି ଗୋଟେ ଇଣ୍ଡିଭିଜୁଆଲକୁ ଏଫେକ୍ଟ କଲା ବା ଯଦି ଗୋଟେ ଜୀବକୁ ମଧ୍ୟ ଏଫେକ୍ଟ କଲା, ତାହେଲେ ଅନ୍ୟ ଯେଉଁମାନେ ପୁରାପୁରି ଦେଖିବା ପାଇଁ ସମାନ, ସେମାନେ ମଧ୍ୟ ସେଇ ଇଏରେ ସର୍ଭାଇଭ କରିପାରିବେ ନାହିଁ। କିନ୍ତୁ ଯେତେବେଳେ ସେକ୍ସୁଆଲ ପପୁଲେସନ ବା ସେକ୍ସୁଆଲ ରିପ୍ରଡକ୍ସନ ଯେତିକି ପପୁଲେସନ ସବୁ ଆସିଛନ୍ତି, ତାଙ୍କ ପାଖରେ କଣ ନା ଭେରିଏସନ ସବୁ ଦେଖାଯିବ। କଣ ନା ଭେରିଏସନ ଦେଖାଗଲା ଫଳରେ କଣ ହବ ନା, ୟା ମାନେ ତାଙ୍କର ରେଜିଷ୍ଟାନ୍ସ ପାଇଁ ତାଙ୍କ ପାଖରେ ପ୍ରତିରୋଧକ ଶକ୍ତିଟା ଡେଭଲପ କରି ଯାଇଥିବ। ତ ଯାହାକୁ ପଜିଟିଭ ଜେନେଟିକ ଇନଫ୍ଲୁଏନ୍ସ ଏଣ୍ଡ ପାସ୍ ଡାଉନ, ବା ଭଲ ଭଲ ଜିନିଷ ହବ, ମାନେ ଯେମିତି କୁହାଯାଏ ଯୋଉ ଜିନିଷଟା ତାଙ୍କ ପାଇଁ ଭଲ ସେ ଜିନିଷଟି ୟାଙ୍କ ପାଖରେ ରହିଯାଇଛି, ତ ସେ ଜିନିଷଟି ୟାଙ୍କ ପାଖରେ ରହିଯାଇଥିବ ଆଉ ସେଇ ଜିନିଷ ନେକ୍ସଟ ଜେନେରେସନକୁ ଯାଇଥିବ। ତ ଯେତେବେଳେ ଭଲ ଜିନିଷ ଯେତେବେଳେ ଯାଇଥିବ, ତ ସେମାନେ ସେଇ ପରିବେଶ ହିସାବରେ କିମ୍ବା କୌଣସି ରୋଗ ହିସାବରେ ସେମାନେ ତାଙ୍କ ଦେହଟାକୁ ଆଡାପ୍ଟ କରି ନେବ, ବା ତାଙ୍କ ଦେହଟା ମାନେ ସେଠି ସେ ସପୋର୍ଟ କରି ନେବ ତାଙ୍କ ଦେହ, ତ ତାଙ୍କୁ କିଛି ହେବାର ସମ୍ଭାବନା ନଥିବ। ତାପରେ ଆଶା କରୁଛି ବୁଝିପାରିଥିବ। ତାପରେ ଦେଖ ନେକ୍ସଟ ସ୍ଲାଇଡରେ କଣ ଅଛି ଦେଖିବା ହେଲା। ଏଠି ତାପରେ ଦେଇଲା ଆମର କଣ କହିଛି ନା, ଆମର ଏସେକ୍ସୁଆଲ ରିପ୍ରଡକ୍ସନ ଆଉ ସେକ୍ସୁଆଲ ରିପ୍ରଡକ୍ସନରେ କଣ ସବୁ ଡିଫରେନ୍ସ ଅଛି, ବା ୟାଙ୍କର କଣ ସବୁ ହୁଏ। ଦେଖ ଯେମିତିକି ପ୍ୟାରେଣ୍ଟେଜ ବା ତାଙ୍କ ପ୍ୟାରେଣ୍ଟ କଣ ଥାନ୍ତି, ୟାଙ୍କର ସେକ୍ସୁଆଲ ରିପ୍ରଡକ୍ସନ ଦେଖିବା ଯଦି ୟାଙ୍କର ସିଙ୍ଗଲ ପ୍ୟାରେଣ୍ଟ, କେହି ତାଙ୍କର ପ୍ୟାରେଣ୍ଟସ ଇନଭଲ୍ଭ ନାହିଁ। ୟାଙ୍କର କିନ୍ତୁ ବାଇ ପ୍ୟାରେଣ୍ଟ ବା ଦି ଜଣ ରହିବେ, ଜଣେ ମେଲ ରହିବେ ୟାଙ୍କର ଫିମେଲ ରହିବେ। ୟାଙ୍କର ଡିଭିଜନ କେମିତି ନା, ୟାଙ୍କର ମାଇଟୋଟିକ ଡିଭିଜନ ହେବ, ବା ଯାହାକୁ କୁହାଯାଏ ସମ ବିଭାଜନ, କନ୍ୟାସ ବିଭାଜନ ହିଁ ଚାଲିବ। ୟାଙ୍କର କିନ୍ତୁ ପ୍ରଥମ ଅର୍ଦ୍ଧ ବିଭାଜନ ହଉ, ତାପରେ ହବ ସମ ବିଭାଜନ। ତାପରେ ଗ୍ୟାମେଟ ୟାଙ୍କର ଗ୍ୟାମେଟ କୌଣସି ପ୍ରକାର ତିଆରି ହେବ ନାହିଁ କିମ୍ବା ଫ୍ୟୁଜନ ହବ ନାହିଁ ହେଲା। ତାପରେ ୟାଙ୍କର କିନ୍ତୁ କଣ ଅଛି ନା, ଅଲୱେଜ ଇନଭଲ୍ଭ ଫର୍ମେସନ ଅର ଫ୍ୟୁଜନ। ୟାଙ୍କର ଯାହା ହେଲେ କି ସବୁବେଳେ ଫର୍ମେସନ ହବ ବା ଗୋଟେ ନୂଆ ତିଆରି ହେବ, ଆଉ ତାଙ୍କର ଫ୍ୟୁଜନ ମଧ୍ୟ କଣ୍ଟିନ୍ୟୁଅସ ପ୍ରୋସେସରେ ଚାଲିଥିବ। ଜେନେଟିକ ନେଚର କଣ ହବ ନା, ୟାଙ୍କର କୋଉଥିରୁ ଏମାନେ ତିଆରି ହେବେ, ବା ୟାଙ୍କର କୋଉଥିରେ ସୋମାଟୋଜେନିକ ମିନ୍ସ ହେଲା ତାଙ୍କର ବଡି ପାର୍ଟସ ରୁ କୌଣସି ବଡି ପାର୍ଟସ ରୁ ଗୋଟେ ନୂଆ ଅର୍ଗାନିଜମଟି ତିଆରି ହେବ। ୟାଙ୍କର ଯୋଉମାନେ ତିଆରି ହେବେ କ୍ଲୋନ ବୋଲି କୁହାଯାଉଥିଲା। ୟାଙ୍କର କଣ କହୁଥିଲା ନା, ୟାମାନେ ଜର୍ମ ସେଲ ସବୁ ତିଆରି କରୁଥିଲେ। ୟାଙ୍କର ବହୁତ ସାରା ଡିଫରେନ୍ସ ଆସୁଥିଲା। ଆଉ କଣ ହଉଥିଲା, ଏମାନେ ବହୁତ ଜଲ୍ଦି ମଲ୍ଟିପ୍ଲିକେସନ କରି ଯାଉଥିଲେ, ମାନେ ବହୁତ ଜଲ୍ଦି ୟାଙ୍କର ସଂଖ୍ୟା ବଢି ଯାଉଥିଲା। ଆଉ ୟାଙ୍କର ବହୁତ ସଂଖ୍ୟାରେ ହେଇଯାଉଥିଲେ, ସାଙ୍ଗେ ସାଙ୍ଗେ ବହୁତ ସଂଖ୍ୟା ୟାଙ୍କର ବଢି ଯାଉଥିଲା। କିନ୍ତୁ ୟାଙ୍କର ବହୁତ ଧୀର ପ୍ରୋସେସ ହଉଥିଲା, ଆଉ ୟାଙ୍କର ବହୁତ ଅଳ୍ପ ସଂଖ୍ୟାରେ ଯୋଉ ଜୀବ ମାନେ ଜନ୍ମୁଥିଲେ, ମାନେ ବହୁତ ଅଳ୍ପ ସଂଖ୍ୟାରେ ମଧ୍ୟ ଥିଲେ। ଇଭଲ୍ୟୁସନ ହେବା ଆମର ତାଙ୍କ ପାଖରେ ବିବର୍ତ୍ତନ ହେବା ତାଙ୍କର କଣ ଇମ୍ପାକ୍ଟ ହେଇଥାଏ ନା, ମାନେ ଲିଷ୍ଟ ଠିକ ନାହିଁ। ମାନେ କିନ୍ତୁ ବେଶୀ ଦିନ ପର୍ଯ୍ୟନ୍ତ ଧର କୌଣସି ମାନେ ଯଦି ସିଚୁଏସନ ଖରାପ ହେଲା, ମାନେ ବେଶୀ ସମୟ ପାଇଁ ସର୍ଭାଇଭ କରିପାରିବେ ନାହିଁ। କିନ୍ତୁ ୟାଙ୍କ ପାଖରେ ବହୁତ ସାରା ଚେଞ୍ଜେସ୍ ଆସୁଥିବାରୁ ମାନେ ବହୁତ ଅଧିକ ଦିନ ପର୍ଯ୍ୟନ୍ତ ମଧ୍ୟ ଚାହିଁଲେ ସର୍ଭାଇଭ କରିକି ରହିପାରିବେ। ତାପରେ ଆଉ କଣ ଅଛି ନା, ସ୍ପେଶାଲ ଫର୍ମସ ଅଫ ରିପ୍ରଡକ୍ସନ ଦ୍ୟାଟ ଡିଫାଇନ୍ ଷ୍ଟାଣ୍ଡାର୍ଡ, କିମ୍ବା କିଛି ରିପ୍ରଡକ୍ସନ ଏମିତି ଅଛି ଯୋଉଗୁଡା କି ପୁରାପୁରି ଭାବରେ ଅଲଗା। କଣ ଅଛି ନା, ଗୋଟେ ନିଓଟେନି। କଣ ନା, ନିଓଟେନିଟା ଆଉ ଏମିତି ଗୋଟେ ପ୍ରୋସେସ ବା ଯାହା କୁହାଯାଏ ରିଟେନସନ ଅଫ ଲାର୍ଭାଲ କ୍ୟାରେକ୍ଟର ଇନ ଆଡଲ୍ଟହୁଡ ଡ୍ୟୁ ଟୁ ପୋଷ୍ଟପୋନମେଣ୍ଟ ଅଫ ମେଟାମର୍ଫୋସିସ। ଦେଖ ମତେ ଗୋଟେ ଅଛି କଣ କୁହାଯାଏ, ଗୋଟେ ଜୀବଟି ଯେତେବେଳେ ଡେଭଲପ ହୁଏ, ସେତେବେଳେ ତାର ଲାର୍ଭାଲ ଫର୍ମ କିଛି ଥାଏ। ଲାର୍ଭାଲ ଫର୍ମ କହିଲେ ସେ ଲାର୍ଭା ଫର୍ମ ଦେଇକି ଯେମିତି ବେଙ୍ଗଟନି ହେଇଥାଏ। ତାପରେ ବେଙ୍ଗଟନି ହେଲା ପରେ ତାପରେ ବେଙ୍ଗଟି ତିଆରି ହେଇଥାଏ। ଦେଖ ଏଠି କଣ କହିଲା ନା, ଏମାନଙ୍କର ଗୋଟେ ଲାର୍ଭାଲ ଷ୍ଟେଜଟା ମାନେ ଆଡଲ୍ଟ ହେଲା ପର୍ଯ୍ୟନ୍ତ ମଧ୍ୟ ରହିଯାଇଥାଏ। କିଛି କିଛି କ୍ୟାରେକ୍ଟରିଷ୍ଟିକ ବା କିଛି କିଛି କ୍ୟାରେକ୍ଟର ମାନେ ତାଙ୍କ ଲାର୍ଭାଲ ସମୟରେ ମଧ୍ୟ ଦେଖିବା ପାଇଁ ଯେମିତି ଥିବ, ୟାଙ୍କର ଯେତେବେଳେ ଡେଭଲପମେଣ୍ଟ ହେଇକି ଆଡଲ୍ଟ ହବ, ସେତେବେଳେ ମଧ୍ୟ ସେଇ ଜିନିଷଟା ଦେଖିବା ତାଙ୍କ ବଡି ରହିଯାଇଥିବ, ଚେଞ୍ଜେସ୍ ହେଇନଥିବ। ଆଉ କଣ ନା, ପେଡୋଜେନେସିସ୍, ଇଏ କଣ ନା, ରିପ୍ରଡକ୍ସନ ବାଇ ସେକ୍ସୁଆଲି ମ୍ୟାଚୁର ଲାର୍ଭା ୱିଥ ଆଉଟ୍ ଫର୍ଟିଲାଇଜେସନ, ବା ଏ ପ୍ରକ୍ରିୟାରେ କଣ ହେଇଥାଏ ନା, ରିପ୍ରଡକ୍ସନ ହବ
କଣ ମାଧ୍ୟମ ନା ସେକ୍ସୁଆଲ ରିପ୍ରଡକ୍ସନ ହବ ବା ମ୍ୟାଚୁର ଲାର୍ଭା ୱିଦାଉଟ୍ ଫର୍ଟିଲାଇଜେସନ ବା ବିନା ଫର୍ଟିଲାଇଜେସନ ରେ ଲାର୍ଭାଟା ବା ମ୍ୟାଚୁର ଲାର୍ଭା ଗୋଟେ ତିଆରି ହେଇଯାଇଥିବ ବା ରିପ୍ରଡକ୍ସନ ବାଇ ସେକ୍ସୁଆଲି ମ୍ୟାଚୁର ଲାର୍ଭା ୱିଦାଉଟ୍ ଫର୍ଟିଲାଇଜେସନ ବା ଏ ପ୍ରୋସେସଟି ଏମିତି ହେଇଯାଇଥାଏ ବା ରିପ୍ରଡକ୍ସନ ହେବ ସେକ୍ସୁଆଲି ହେବ ବା ମ୍ୟାଚୁର ଲାର୍ଭା ମାନଙ୍କ ଦ୍ୱାରା ହେବ କିନ୍ତୁ ୱିଦାଉଟ୍ ଫର୍ଟିଲାଇଜେସନ ବିନା ଫର୍ଟିଲାଇଜେସନରେ ହେଇଥିବ। ଆଉ ଗୋଟେ କଣ ଅଛି ନା ପଲି ଏମ୍ବ୍ରିଓନି କହିଲେ ବ୍ଲାଷ୍ଟୋମର ସେପାରେଟ ଏଟ୍ ଆନ୍ early stage of development producing many identical individuals ବା a clone event inside a sexual process କଣ କହୁଛି ନା ଏମିତି ପ୍ରୋସେସ ଯୋଉ ପ୍ରୋସେସରେ ମାନେ କଣ କି ଯେତେବେଳେ ବ୍ଲାଷ୍ଟୋମିୟରଟି ହେବ ବା ବ୍ଲାଷ୍ଟୋମିୟର ଷ୍ଟେଜରେ ସେମାନେ ଦି ଭାଗ ହେଇଯିବେ ଆଉ ସେମାନେ ପାଖାପାଖି ଦେଖିବା ପାଇଁ ପୁରାପୁରି ସମାନ ହେଇଥିବେ ତାଙ୍କୁ ମାନେ କ୍ଲୋନ ଯାହାକୁ କୁହାଯିବ ସେମାନେ ପୁରାପୁରି ଭାବେ ଦେଖିବା ପାଇଁ ସମାନ ହେଇଯାଇଥିବେ। ଏଠି ଯେମିତି କହିଲା ଗୋଟେ ଆର୍ମାଡିଲୋ ଏକ୍ସାମ୍ପଲ ଦେଇଛି ରେଗୁଲାର ପ୍ରଡ୍ୟୁସ 4 ଆଇଡେଣ୍ଟିକାଲ ଇଣ୍ଡିଭିଜୁଆଲ ସେମାନେ ତାଙ୍କ ଭଳିଆ 4ଟା ଇଣ୍ଡିଭିଜୁଆଲକୁ ସେମାନେ ତିଆରି କରିଥାନ୍ତି। ଆଶା କରୁଛି ବୁଝିଯାଇଥିବ। ତାପରେ ଦେଖ ଡେଲିଭରିଂ ଲାଇଫ ବା ଯାହା କୁହାଯାଏ ମେକାନିଜମ ଜିଷ୍ଟେସନ ନରିଶମେଣ୍ଟ କଣ ସବୁ ହଉଛି ୟାଙ୍କର କଣ କହୁଛି ନା ଗୋଟେ ଯୋଉ କିଛି କିଛି ଜୀବ ଯେମିତି ଅଣ୍ଡା ଦେଇଥାନ୍ତି ଆଉ କିଛି ଡାଇରେକ୍ଟ ପିଲା ଜନ୍ମ କରିଥାନ୍ତି ଯେମିତି କୁହାଯାଉଛି ଫର୍ଟିଲାଇଜ ଏଗ ଇଜ କଭର୍ଡ ବାଇ କୁହାଯାଏ ଆମର ଓଭିପାରସ୍ ଆଉ ଭିଭିପାରସ୍ ଜାଣିଥିବ ଓଭିପାରସ୍ ମାନେ ଯୋଉମାନେ ଅଣ୍ଡା ଦେଇଥାନ୍ତି ଅଣ୍ଡାରୁ ନୂଆ ଜୀବଟି ଜାତ ହେଇଥାଏ ଆଉ କିନ୍ତୁ ଭିଭିପାରସ୍ ବା ପ୍ରଥମ ଯେହେତୁ ଜୀବଟି ପ୍ରଥମ ଅଣ୍ଡା ଚଢେଇ ମାନଙ୍କୁ ଯେମିତି ହେଇଥାଏ କେମିତି ଲେଖାଯାଏ ଫର୍ଟିଲାଇଜ ଏଗ ଇଜ କଭର୍ଡ ବାଇ ଏ ସେଲ ବା ଯୋଉ ଏଗଟି ତିଆରି ତାର ଚାରିପଟେ ଗୋଟେ କଭରିଂଟି ହେଇଥାଏ ଆସ୍ତରଣଟି ତା ଡେଭଲପମେଣ୍ଟ ଓକର୍ସ ଆଉଟସାଇଡ ଦ ମଦର୍ସ ବଡି ବା ଏଟା କାହାଠି ହେଇଥାଏ ନା ମା ପେଟ ବାହାରେ ହେଇଥାଏ ହେଲା ଆପଣ ଦ ଏମ୍ବ୍ରିଓ ଡ୍ରୋଜ ଅଲ୍ ନରିଶମେଣ୍ଟ ଫ୍ରମ ଦ ୟଲ୍କ ତାପରେ ଯୋଉ ୟଲ୍କଟା ଥାଏ ବା ଯେମିତି ଆମର ଅଣ୍ଡାରେ ଯେମିତି ଥାଏ ହଳଦିଆ ପାଟଟା ସେ ହଳଦିଆ ପାଟରୁ ସେ ଯୋଉ ଏମ୍ବ୍ରିଓଟା ତିଆରି ହେଉଥାଏ ସେ ତାର ଖାଦ୍ୟ ସବୁ ସେଇ ନରିଶମେଣ୍ଟ ବା ଯାକ ଗ୍ରହଣ କରିଥାଏ କିନ୍ତୁ ୟାଙ୍କର କଣ ହଉଛି ନା ଯେତେବେଳେ ଆମେ ଦେଖିବା ଯଦି ଅଭିହିପାର ହେଲେ ତାଙ୍କ କୌଣସି नो सेल सराउंड्स द एग ବା ୟାଙ୍କର ଯେମିତି ଅଣ୍ଡାରେ ଯେମିତି ଚାରିପଟ ଗୋଟେ ଆସ୍ତରଣଟା ଥାଏ ୟାଙ୍କର ସେମିତି କିଛି ନଥାଏ ଆଉ କଣ କହୁଛି ନା ଡେଭଲପମେଣ୍ଟ ଅକର୍ସ ଇନସାଇଡ ଦ ମଦର୍ସ ବଡି ଯେତେବେଳେ ମା ପେଟ ଭିତରେ ଏଇ ପ୍ରୋସେସଟି ହେଇଥାଏ ଆଉ କଣ କହୁଛି ନା ଦ ଏମ୍ବ୍ରିଓ ଡ୍ରୋଜ କଣ୍ଟିନ୍ୟୁଅସ୍ ନରିଶମେଣ୍ଟ ଫ୍ରମ ମଦର ଏମ୍ବ୍ରିଓଟି ପୁରାପୁରି ମାନେ ଜନ୍ମରୁ ବା ଏମ୍ବ୍ରିଓ ଷ୍ଟେଜରୁ ଯେତେ ପର୍ଯ୍ୟନ୍ତ ପୁରାପୁରି ଡେଭଲପମେଣ୍ଟ ଥାଏ ମା ପାଖରୁ ହିଁ ତାର ଖାଦ୍ୟଟି ଗ୍ରହଣ କରିଥାଏ ହେଲା ଯାହାକୁ ମାନେ ଅଣ୍ଡା ଦିଆ ମାନଙ୍କୁ ବା ଏଠି ଥାଏ ଅଣ୍ଡା ଯୋଉମାନେ ଦେଇଥାନ୍ତି ତାକୁ କୁହାଯାଏ ଓଭିପାରସ୍ ବୋଲି କୁହାଯାଏ ଆଉ ଯୋଉମାନେ ଡାଇରେକ୍ଟ ପିଲା ଜନ୍ମ କରିଥାନ୍ତି ତାଙ୍କୁ କୁହାଯାଏ ଭିଭିପାରସ୍ ବୋଲି କୁହାଯାଇଥାଏ। ଏଠି ତାପରେ ତମର ଦେଖ ତାର ଡିଫରେନ୍ସ ହେଇଥିଲା କଣ ନା ମାନେ ଓଭିପାରସ୍ ମାନେ ଲେ ଏଗ ମାନେ ଅଣ୍ଡା ଦେଇଥାନ୍ତି ଏହାଙ୍କର କଣ ହେଇଥାଏ ନା ଫର୍ଟିଲାଇଜେସନ ବା ଯାହାକୁ କୁହାଯାଏ ଫର୍ଟିଲାଇଜେସନ ଦୁଇ ପ୍ରକାର ଥାଏ ଗୋଟେ ଏକ୍ସଟର୍ନାଲ ଆଉ ଗୋଟେ ଇଣ୍ଟରନାଲ ୟାଙ୍କର ଓଭିପାରସ୍ ମାନଙ୍କର ମେ ବି ଏକ୍ସଟର୍ନାଲ ହେଇଥାଇପାରେ ୟା ଫିର ଇଣ୍ଟରନାଲ ଫର୍ଟିଲାଇଜେସନ ହେଇଥାଇପାରେ ଆଉ କଣ ହଉଛି ନା ଫର୍ଟିଲାଇଜ ଏ କଭର୍ଡ ବାଇ ଏ ସେଲ୍ ବା ଯୋଉ ଫର୍ଟିଲାଇଜ ଏଗଟି ତିଆରି ହେଇଥିବ ତାର ଚାରିପଟେ ଗୋଟେ ଆସ୍ତରଣଟି ଥିବ ହେଲା ଆଉ କଣ ହଉଛି ନା ତା ଆଉଟସାଇଡ ଦ ମଦର୍ସ ଭଳିଆ ମାନେ ଜିଷ୍ଟେସନ ବା ଲାକ୍ଟେସନ ଯାହାକୁ କୁହାଯାଏ ଆମର ଯୋଉ ଡେଭଲପମେଣ୍ଟ ପିରିୟଡଟା କୁହାଯାଏ ଜିଷ୍ଟେସନ ପିରିୟଡ ମାନେ କେତେ ଦିନ ସେ ଡେଭଲପ ହଉଛି ବା ଆଉଟସାଇଡ ହେଇଥାଏ ହେଲା ମାର ବଡିର ଆଉଟସାଇଡ ହେଇଥାଏ ଆଉ ଅଫରିଂଟା ଲେ ମଲ୍ଟିପୁଲ ଏଗ୍ସ ଏଟ୍ ଏ ଟାଇମ୍ ଆଉ ଯେତେବେଳେ ସେମାନେ ଅଣ୍ଡା ଦେଇଥାନ୍ତି ବହୁତ ଅଧିକ ସଂଖ୍ୟାରେ ଅଣ୍ଡା ଦେଇଥାନ୍ତି ଏହାର ଏକ୍ସାମ୍ପଲ କିଏ ଅଛି ନା ଚଢେଇ ଦେଖିଥିବ ଘରେ କୁକୁଡ଼ା ଦେଖିଥିବ ଏକ୍ସାମ୍ପଲ କିନ୍ତୁ ଯଦି ଭିଭିପାରସ୍ ଦେଖିବା କଣ ନା ଦେ ଗିଭ୍ ବର୍ଥ ଟୁ ୟଙ୍ଗ ସେମାନେ ଡାଇରେକ୍ଟ ପିଲା ଜନ୍ମ କରିଥାନ୍ତି ଅଲୱେଜ ଇଣ୍ଟରନାଲ ସବୁବେଳେ ତାଙ୍କ ବଡିର ଇନସାଇଡ ଦ ବଡିରେ ଡେଭଲପମେଣ୍ଟଟି ହେଇଥାଏ କଣ କହୁଛି ନା ତାଙ୍କର ବଡିରେ ବା ଯୋଉ ନୂଆ ଡେଭଲପମେଣ୍ଟ ତାର ଚାରିପଟ ସାଇଡରେ କିଛି ବି ନଥାଏ ହେଲା ଯେମିତି ଅଣ୍ଡା ଖୋଳପା ଥାଏ ୟାଙ୍କର କିଛି ନାହିଁ ସେ ଇନସାଇଡ ମଦର ବଡି ବହିଥାଏ କଣ ଆସିବ ସେମିତି କିଛି ନାହିଁ ଇନସାଇଡ ଦ ମଦର୍ସ ବଡି ଏଇ ପ୍ରକ୍ରିୟାଟା ଜିଷ୍ଟେସନ ବା ତାଙ୍କର ଯୋଉ ଯେତେବେଳେ ଡେଭଲପମେଣ୍ଟ ପିରିୟଡଟା ଯୋଉ ଯେମିତି ଆମର ହ୍ୟୁମାନ ଯଦି ଦେଖିବ ଦେଖେ 210 ଦିନ ଥାଏ ତ ସେଇ ପିରିୟଡଟି ମାନେ ପ୍ରଭାବରେ ମା ବଡି ଭିତରେ ହିଁ ହେଇଥାଏ ଆଉ କୌଣସି ମାନେ ଗିଭ୍ ବାର୍ଥ ଲେସ୍ ନମ୍ବର ଅଫ୍ ଅଫସ୍ପ୍ରିଙ୍ଗ ବା ଯେତେବେଳେ ପିଲା ଜନ୍ମ କରିଥାନ୍ତି ବହୁତ ଅଳ୍ପ ସଂଖ୍ୟାରେ ମାନେ ମ୍ୟାକ୍ସିମମ୍ 1ରୁ 2 ତାଠୁ ଅଧିକ ପିଲା ଜନ୍ମ କରି ନଥାନ୍ତି ସେଇଟା ଆମେ ହ୍ୟୁମାନ କ୍ଷେତ୍ରରେ ଦେଖିବା ହେଲା
ସେ କିଛି କିଛି କଣ କହନ୍ତି ଏକ୍ସେପସନ ଥାଏ, ସେ ଅଲଗା କଥା, କିନ୍ତୁ ୟାଙ୍କର ମ୍ୟାକ୍ସିମମ୍ ବହୁତ ଅଳ୍ପ ସଂଖ୍ୟା ପିଲା ଜନ୍ମ କରିଥାନ୍ତି। ଆଉ କଣ ହଉଛି ନା ୟାଙ୍କର ପ୍ଲାସେଣ୍ଟା ଥାଏ, ପ୍ଲାସେଣ୍ଟା କହିଲେ ପ୍ଲାସେଣ୍ଟା ପାଖରୁ ପ୍ଲାସେଣ୍ଟାଲ ମାମାଲ୍ସ କହିଲେ ଆମର ଅଛନ୍ତି ଯୋଉମାନଙ୍କ ପ୍ଲାସେଣ୍ଟା ଥାଏ। ପଢିବା ଆଉ ନେକ୍ସଟ ଚାପ୍ଟରକୁ ଅଛି, ଦେଖିବେ ମୁଁ ପ୍ଲାସେଣ୍ଟା କୋଉ ଜିନିଷଟା ମୁଁ ବତେଇଥିବି ହେଲା। ମତେ ଲାଗୁଛି ଆଶା କରୁଛି ବୁଝି ହେଇଥିବ। ଆଉ ତାପରେ ଇଏ ଦେଇଛି ସେକ୍ସୁଆଲ ରିପ୍ରଡକ୍ସନ ଆଉ ସେକ୍ସୁଆଲ ରିପ୍ରଡକ୍ସନ ଭିତରେ କଣ ସବୁ ପ୍ରୋସେସ ଡିଫରେନ୍ସ ଗୋଟେ ଇଆଡେ ଗ୍ରାଫଟା ଦେଇ ଦେଇଛି। ଦେଖ କୋଉ ଜିନିଷଟା ହାଇ ରହୁଛି କୋଉ ଲୋ ରହୁଛି, ସେ ଜିନିଷଟା ଦେଇଛି ଏନର୍ଜି ବା କାହାର କେତେ ଗ୍ରାଫଟା ଦେଇଛି, ଗୋଟେ ଜେନେଟିକ ଆଡାପ୍ଟିଭିଟି ଆଉ ଗୋଟେ ହେଲା ଏନର୍ଜି ଆଣ୍ଡ ଟାଇମ କଷ୍ଟ। ଯେମିତିକି ୟାଙ୍କର ଦେଖିବୁ ଦେଇଛି। ଓକେ ଠିକ ଅଛି, ଏତିକି ହେଲା କଥା। ଆଶା କରୁଛି ବୁଝି ହେଇଥିବ। ଆଉ ଯଦି କିଛି ବୁଝି ହେଇନଥିବ ତାହେଲେ ଡାଉଟ୍ରେ ପଚାରିବ ହେଲା, କମେଣ୍ଟରେ କମେଣ୍ଟ କରିଦବ। ଆଶା କରୁଛି ଆଉ ଯଦି ଭଲ ଲାଗୁଛି କ୍ଲାସ୍ ଲାଇକ୍ କରିବ, ଚ୍ୟାନେଲକୁ ସବସ୍କ୍ରାଇବ କରିଦବ ଏବେ ନୂଆ ନୂଆ କ୍ଲାସ୍ କରିବା ପାଇଁ, ଆଉ କମେଣ୍ଟ କରିବ କେମିତି କଣ ଲାଗୁଛି ହେଲା। ଆଉ ଚେଷ୍ଟା କରିବ ଯଦି ଭଲ ଲାଗୁଛି ତାହେଲେ ତ ନିଜ ସାଙ୍ଗମାନଙ୍କୁ ମଧ୍ୟ ସେୟାର କରିଦବ ହେଲା। ଠିକ ଅଛି, ଆଜି ପାଇଁ ଏତିକି, ଧନ୍ୟବାଦ। ଆଉ ଯଦି କ୍ଲାସଟି ଲମ୍ବା ହେଲା ଚେଷ୍ଟା କରିବା ୟା ପରେ ଛୋଟ କରିବା ପାଇଁ। କମେଣ୍ଟ ଯଦି ଭଲ ଆସିବ ରେସ୍ପନ୍ସ କରିବ ଦେନ୍ ତାହେଲେ ମୁଁ ଆକୁ କ୍ଲାସ୍ କଣ୍ଟିନ୍ୟୁ କରିବି ହେଲା। ଓକେ, ଆଜି ପାଇଁ ରହିଲି, ଜୟ ଜଗନ୍ନାଥ।